ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ଆପଣଙ୍କୁ ବହୁତ ସ୍ୱାଗତ ଜଣାଉଛି। ତ ଆଜିର ଗୋଟିଏ ନ୍ୟୁ ଟପିକଟି ମୁଁ ନେଇକି ଆସିଛି, ଯାହାକି ସେହି ଟପିକଟି ହେଉଛି ନିଜ ମନକୁ ଏପରି ରଖନ୍ତୁ କେହି ବି ତୁମକୁ ଦୁର୍ବଳ ଭାବିବାକୁ ଚେଷ୍ଟା ମଧ୍ୟ କରିବେ ନାହିଁ। ତ ବନ୍ଧୁଗଣ, ଏହି ଟପିକଟିକୁ ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା। ତେଣୁ ଆପଣଙ୍କୁ ମୋର ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ। ଆଉ ଯଦି ଭଲ ଲାଗିଲା ତେବେ କମେଣ୍ଟ ବକ୍ସରେ ମୋତେ ନିଶ୍ଚିତ କମେଣ୍ଟ କରି ଜଣାଇବେ। ତ ବନ୍ଧୁଗଣ, ଆଜିର ଏହି ଦୁନିଆରେ ଦୁଇ ପ୍ରକାର ଲୋକ ଥାଆନ୍ତି, ଯିଏକି ପ୍ରଥମରେ ନିଜର ଦୁର୍ବଳତାକୁ ନେଇ ଡରିବାକୁ ଲାଗିଥାଏ, ଯାହାଫଳରେ ତା'ର ସମସ୍ତ ଭବିଷ୍ୟତରେ ହେବାକୁ ଥିବା କାର୍ଯ୍ୟ ମଧ୍ୟ ସେହି ଡରରେ ଯାଇଥାଏ। ଆଉ ଗୋଟିଏ ଲୋକ ବା ଦ୍ୱିତୀୟରେ ହେଉଛି ସେହି ବ୍ୟକ୍ତି କେବେ ମଧ୍ୟ ନିଜର ଦୁର୍ବଳତାକୁ ନେଇକି ଗର୍ବ କରେ ନାହିଁ, ଆଉ ଦୁର୍ବଳତାକୁ ନେଇ ସେ କେବେ ଭୟ ମଧ୍ୟ କରେ ନାହିଁ, ଯାହାଫଳରେ ସେ ଆଗକୁ ମଧ୍ୟ ସକ୍ସେସ୍ ହେବାକୁ ଲାଗିଥାଏ। ତେଣୁ ସାଙ୍ଗମାନେ, ନିଜର ଦୁର୍ବଳତାକୁ ନେଇ ଯଦି ତୁମେ କାହାକୁ ଡରିବାକୁ ଲାଗିବ, ତେବେ ତୁମେ ସବୁଦିନ ପାଇଁ ପଛଘୁଞ୍ଚା ହେଇକି ରହିଯିବ। ତେଣୁ ନିଜକୁ ଦୁର୍ବଳତା ବୋଲି ଭାବନ୍ତୁ ନାହିଁ। ଯଦି ଆପଣ ନିଜକୁ ନିଜେ ଏକ ସାହସୀ ବ୍ୟକ୍ତି ଭାବରେ ମନୋନୀତ କରିବାକୁ ଲାଗିବେ, ତେବେ ଯାଇକି ତୁମେ ଯେକୌଣସି ଅସୁବିଧା ଆସିଲେ ମଧ୍ୟ ସମ୍ମୁଖୀନ ହୋଇପାରିବ। ଆଉ ଗୋଟିଏ କଥା ସାଙ୍ଗମାନେ, ଯଦି ତୁମେ ନିଜକୁ ନିଜେ ଏକ ଦୁର୍ବଳତା ମନେ ଭାବି, ତାହେଲେ ଏହି ଦୁନିଆ ତୁମକୁ ସବୁଦିନ ପାଇଁ ତଳେ ପକାଇଦେବ। ଆଉ ଯିଏ ବି ଏହି ଦୁର୍ବଳତାକୁ ହରାଇ ଦେଉଛନ୍ତି, ସେମାନେ ତାଙ୍କ ଜୀବନରେ କେବେ ମଧ୍ୟ ସକ୍ସେସ୍ ହୋଇପାରନ୍ତି ନାହିଁ। ଆଉ ଯେଉଁ ବ୍ୟକ୍ତି କୌଣସି ଏକ କାମ କରି ସେହି ଲକ୍ଷ୍ୟରେ ପୂରଣ ହେଇଯାଉଛି, ତ ସେହି ବ୍ୟକ୍ତି ପାଖରେ ଏହି ଦୁନିଆ ମୁଣ୍ଡ ନୁଆଁଇଥାଏ। ଆଉ ବହୁତ ଲୋକ ମଧ୍ୟ ତା'ର ସାଥ ଦେଇଥାନ୍ତି। ତ କହିବାକୁ ଗଲେ, ଏହି ଦୁନିଆରେ ଯାହା ପାଖରେ ଟଙ୍କା ଥାଏ, ତାହା ପାଖରେ ଲୋକମାନେ ଛିଡ଼ା ହୁଅନ୍ତି, ଆଉ ଯାହା ପାଖରେ ଟଙ୍କା ନଥାଏ, ତାହା ପାଖରେ ଲୋକ କଦାପି ଛିଡ଼ା ହୁଅନ୍ତି ନାହିଁ। ତେଣୁ ସାଙ୍ଗମାନେ, ସବୁବେଳେ ନିଜର ଟଙ୍କାକୁ ହିଁ ପ୍ରଥମରେ ଚଏସ୍ କରନ୍ତୁ, କାହିଁକି ନା ଟଙ୍କା ହେଉଛି ଏହି ଦୁନିଆର ସବୁଠୁ ବଡ଼ ଜିନିଷ ଅଟେ। ଟଙ୍କା ନଥିଲେ କୌଣସି ଲୋକ ମଧ୍ୟ ତୁମକୁ ପଚାରିବେ ନାହିଁ। ତେଣୁ ପ୍ରଥମରେ ଟଙ୍କା ହିଁ କମାନ୍ତୁ, ତାପରେ ଲୋକମାନେ ତୁମକୁ ଆପେ ଆପେ ସାଥ ଦେବେ। ନିଜର ଶକ୍ତିକୁ ନେଇ କେବେ ମଧ୍ୟ ନିଜକୁ ଦୁର୍ବଳ ଭାବିବା ଉଚିତ ନୁହେଁ, କାହିଁକି ନା ଏହି ଦୁନିଆରେ ଯଦି ତୁମେ ନିଜକୁ ନିଜେ ଦୁର୍ବଳ ଭାବିବାକୁ ଲାଗିବ, ତାହେଲେ ଲୋକେ ତୁମକୁ ବହୁତ ମଜାକରେ ନେଇଯିବେ, ଆଉ କିଛି ବି ଫାଇଦା ହିଁ ରହିବ ନାହିଁ। ତେଣୁ ଯଦି କୌଣସି ବ୍ୟକ୍ତି ତୁମକୁ ମଜାକ ଉଡ଼ାଉଥାଏ ଆଉ କହିବାକୁ ଲାଗିଥାଏ ଯେ ଏହି ବ୍ୟକ୍ତିଟି ତା'ର ଦୁର୍ବଳତାକୁ ମଧ୍ୟ ପ୍ରଶମିତ କରିପାରେ ନାହିଁ,
ତାହେଲେ ତୁମେ କ'ଣ କରିବା ଉଚିତ? ତ ବନ୍ଧୁଗଣ, ତୁମେ ଏହି ପରିସ୍ଥିତିରେ ତୁମେ କ'ଣ କରିବା ଉଚିତ ଅଟେ? ତ ଆପଣ ଏହା କରିବେ ଯଦି ସେହି ଲୋକମାନେ ଆପଣଙ୍କୁ କିଛି ମଧ୍ୟ କହିପାରିବେ ନାହିଁ, ତ ଆପଣମାନେ କ'ଣ କରିବେ? ତ ଶୁଣନ୍ତୁ, ମୁଁ କହୁଛି। ତ ସେଠାରେ ଆପଣ କିଛି ମଧ୍ୟ କହିବେ ନାହିଁ, ଆଉ ଚୁପଚାପ ସେଠାରୁ ପଳାଇ ଆସିବେ। ଆଉ ନିଜକୁ ସବୁବେଳେ ଦୃଢ଼ ମନୋଭାବ ରଖିବା ପାଇଁ ଏକ କୋଠରୀରେ ବସିକି ତପସ୍ୟା କରିବାକୁ ଲାଗିବେ। ଆଉ ସେହି ଗର୍ବ, ଅହଙ୍କାର, ଅପମାନ, ଘୃଣା ସବୁ ଦୂରେଇ ରଖିବେ। ଆଉ ଯାହାଫଳରେ ଆପଣ ସେଥିରେ ସକ୍ସେସ୍ ହୋଇଗଲେ ଲୋକମାନେ ବି ତୁମକୁ ଘୃଣା ଭାବ ମଧ୍ୟ ଦେଖିବେ ନାହିଁ, ବହୁତ ସାରା ଭଲ ପାଇବା ଦେବେ। ତେଣୁ ବନ୍ଧୁଗଣ, କେବେ ମଧ୍ୟ ନିଜକୁ ଦୁର୍ବଳତା ମନେ କରିବା ଉଚିତ ନୁହେଁ। କାହିଁକି ନା ଯଦି ତୁମେ ନିଜକୁ ଦୁର୍ବଳତା ମନେ କରିବ, ତେବେ ଏହି ଦୁନିଆ ତୁମଠାରୁ ବହୁତ କିଛି ଜିନିଷ ଛଡ଼େଇ ନେବାକୁ ଲାଗିବ, ଯାହାଫଳରେ ଆପଣ ବହୁତ କାଙ୍ଗାଳ ମଧ୍ୟ ହୋଇଯିବେ। ତେଣୁ ଆପଣ ଯେତେ ଦିନ ବଞ୍ଚିବେ ସେତେ ଦିନ ନିର୍ଭୟରେ ବଞ୍ଚନ୍ତୁ। ଆଉ ନିଜ ଭୟକୁ ମଧ୍ୟ ଦୂରେଇ ରଖନ୍ତୁ, ଯାହାଫଳରେ ଆପଣ ସକ୍ସେସ୍ ହେବାରୁ କେହି ବି ରୋକିପାରିବେ ନାହିଁ। ଦ୍ୱିତୀୟରେ, ଭୟ। ତ ସାଙ୍ଗମାନେ, ତୁମେ କ'ଣ ଭୟକୁ ଡରୁଛନ୍ତି କି? ତାହେଲେ ତୁମକୁ କେବେ ମଧ୍ୟ ସକ୍ସେସ୍ର ରାସ୍ତା ମିଳିପାରିବ ନାହିଁ। ଯଦି ଯେଉଁ ବ୍ୟକ୍ତି ଭୟକୁ ନ ଡରି ସେ ସେହି ରାସ୍ତାକୁ ଚୟନ କରିଥାଏ, ତ ସେହି ବ୍ୟକ୍ତି ତା'ର ଜୀବନରେ ବହୁତ ସଫଳତା ହାସିଲ କରିପାରିଥାଏ। ତେଣୁ ବନ୍ଧୁଗଣ, କେବେ ମଧ୍ୟ କୌଣସି ପରିସ୍ଥିତିରେ ନିଜକୁ ଦୁର୍ବଳତା ମନେ ଭାବି ବା ନିଜକୁ ଭୟ ନ କରି ସେଠାରୁ ଏକ ଉପଯୁକ୍ତ ସମାଧାନ ବାଛିବା ଉଚିତ ଅଟେ, ଯାହାଫଳରେ ଆପଣଙ୍କର ସେହି ସମାଧାନ ବହୁତ କାମରେ ଆସିପାରିବ। ତେଣୁ କେବେ ମଧ୍ୟ ଭୟ କରିବା ଉଚିତ ନୁହେଁ। ସେ ଯାହା ବି ହେଉଛି ହେଉ, ଆପଣ ଯଦି ସେଠାରେ ଭୟ କରିବେ ବା ଡରିବାକୁ ଲାଗିବେ, ତେବେ ଆପଣଙ୍କୁ ଏହି ଲୋକମାନେ ସବୁବେଳେ ହସିବାକୁ ଲାଗିବେ। ତେଣୁ କେବେ ମଧ୍ୟ ଭୟ କରନ୍ତୁ ନାହିଁ। ଭୟଠାରୁ ସଦା ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ନଚେତ୍ ଏହି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ତୁମକୁ ଅନେକ ପ୍ରକାରର କଥା କହିବାକୁ ଲାଗିବେ ଆଉ ଘୃଣା ମଧ୍ୟ କରିବେ, ଯାହାଫଳରେ ଆପଣ ଏହି ସମାଜରେ ମୁଣ୍ଡ ଟେକି ଚାଲିବା ଅସମ୍ଭବ ହୋଇପଡ଼ିଥାଏ। ତ ସାଙ୍ଗମାନେ, ଭୟ କରନ୍ତୁ ନାହିଁ। ଭୟ ହେଉଛି ଏମିତି ଏକ ଜିନିଷ ଯାହା ମଣିଷର ବାହାରୁ ନୁହେଁ, ଭିତରୁ ଆସିଥିବା ଭଲ ପାଇବାକୁ ମଧ୍ୟ ସେ ମାରି ଦେଇଥାଏ। ଆଉ ସେଥିରେ ଏକ ଏମିତି ଜିନିଷ ବନାଇଥାଏ ଯାହାଫଳରେ ଆମକୁ ସବୁଦିନ କାନ୍ଦିବାକୁ ପଡ଼ିଥାଏ। ତେଣୁ ଭୟକୁ ଦୂରେଇ ରଖିଲେ ହିଁ ତୁମେ ତୁମ ଜୀବନରେ ସଫଳତା ପାଇପାରିବ, ନଚେତ୍ କେବେ ମଧ୍ୟ ପାଇପାରିବ ନାହିଁ। ବନ୍ଧୁଗଣ, ଯଦି ତୁମେ ଏକ ଜ୍ଞାନୀ ବ୍ୟକ୍ତି ହୋଇପାର, ଯଦି ସେହି ଜ୍ଞାନୀ ବ୍ୟକ୍ତି ପାଖରେ ଯଦି ବୁଦ୍ଧି, କୌଶଳତା ଏବଂ କୌଣସି କାମକୁ ସମାଧାନ କରିବାର ବାଟ ନାହିଁ, ତେବେ ସେହି ବ୍ୟକ୍ତି ହିଁ ସବୁଠାରୁ ଚରିତ୍ରହୀନ ବା ମୂର୍ଖ ହୋଇଥାଏ। ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ଯେ ମୁଁ
ନିଜର ବୃଦ୍ଧି ଏବଂ ମାଧ୍ୟମକୁ ଏପରି ରଖିବି ଯାହାଫଳରେ ଏହି ଦୁନିଆର ଲୋକମାନେ ମୋତେ ବହୁତ ଭଲ ପାଇବେ। ତେଣୁ ଆପଣ ଏହାକୁ ରଖିବାକୁ ହେଲେ କ'ଣ କରିବେ ନା ପ୍ରଥମରେ ଆପଣଙ୍କୁ ପ୍ରଥମେ ସେହି ଲୋକଙ୍କ ପାଖରେ କମ୍ କମ୍ କଥା କୁହନ୍ତୁ, ଆଉ କମ୍ କମ୍ ମଧ୍ୟ ହସିବାକୁ ଲାଗନ୍ତୁ, ଆଉ ସବୁ କଥାରେ ନା କହିକି ଚାଲି ଆସନ୍ତୁ। ଯାହାଫଳରେ ଆପଣ ଏହାକୁ 7 ଦିନ କରିବା ପରେ ଆପଣଙ୍କର ଜୀବନ ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିବ, ଆଉ ଆପଣ ମଧ୍ୟ ସଫଳତାର ସିଢ଼ି ଚଢ଼ିବାକୁ ଲାଗିବେ। ତେଣୁ ଆପଣ କେବେ ମଧ୍ୟ ଏହି 3ଟି ଜିନିଷ ଭାଙ୍ଗନ୍ତୁ ନାହିଁ। ଆଉ ଏହି 3ଟି ଜିନିଷ ଭାଙ୍ଗିଦେଲେ ନା ତୁମେ ବହୁତ ବଡ଼ ଅସୁବିଧାର ସମ୍ମୁଖୀନ ହେବ। ତେଣୁ ସାଙ୍ଗମାନେ, କହିବାକୁ ଗଲେ ଏହି ଦୁନିଆରେ ଯେଉଁ ବ୍ୟକ୍ତି ଭୟ ଆଉ ନିଜର ଦୁର୍ବଳତା ଆଉ ନିଜର ଭାବ କୌଶଳତା ବୃଦ୍ଧି ଏହି 3ଟିକୁ ଛାଡ଼ିଦେଲେ, ଯେଉଁ ବ୍ୟକ୍ତି ଅସମର୍ଥ ହୋଇଯାଏ ଯେ ମୁଁ ଏହା କରିପାରିବି ନାହିଁ, ମୁଁ ଏହାକୁ କେବେ ମଧ୍ୟ ପାଇପାରିବି ନାହିଁ, ସେହି ବ୍ୟକ୍ତି ହିଁ ଏହି ଦୁନିଆର ସବୁଠାରୁ ମୂର୍ଖ ହୋଇଥାଏ। ଆଉ ଯେଉଁ ବ୍ୟକ୍ତି ନିଜେ ତାହାକୁ ସାମ୍ନା କରି କହିଥାଏ ଯେ ମୁଁ ଏହା କରିପାରିବି ଆଉ ମୁଁ ଏହାକୁ ଯେମିତି ହେଲେ ସକ୍ସେସ୍ କରି ଦେଖାଏ, ତାହେଲେ ଏହି ବ୍ୟକ୍ତି ହିଁ ଦୁନିଆର ସବୁଠାରୁ ଜ୍ଞାନୀ ବ୍ୟକ୍ତି ଭାବରେ ବିବେଚିତ କରାଯାଇଥାଏ। ତେଣୁ ସାଙ୍ଗମାନେ, ଏବେ ରହିଲା ତୁମ କଥା। ତ ଆପଣ କ'ଣ କରିବେ ଯେ ଦୁନିଆ ଆଗରେ ମୁଣ୍ଡ ନୁଆଇବେ ନା ଦୁନିଆ ତୁମ ଆଗରେ ମୁଣ୍ଡ ନୁଆଇବେ? ତେଣୁ ଏହି କଥାଟି ଭାବି ତୁମେ ନିଜର କ୍ୟାରିୟରକୁ ନିଜ ହାତରେ ନେବା ଉଚିତ ଅଟେ। ଆଉ ଯଦି ଯେଉଁ ବ୍ୟକ୍ତି ସେଥିରେ ବାଧା ଦେଇଥାଏ, ତ ସେହି ବ୍ୟକ୍ତିଙ୍କୁ ଏପରି ଉଚିତ ଶିକ୍ଷା ଦିଅନ୍ତୁ ଯେ କେବେ ମଧ୍ୟ ତୁମକୁ କୌଣସି ପରିସ୍ଥିତିରେ ମଧ୍ୟ ବାଧା ଦେବ ନାହିଁ। ତେଣୁ ବନ୍ଧୁଗଣ, ଜୀବନରେ ଯଦି କିଛି କରିବାକୁ ଚାହୁଁଛନ୍ତି, ତେବେ ଗୋଟିଏ କାମ ହେଲା ଯେ ଧୈର୍ଯ୍ୟ ରଖିବା। ତ ଧୈର୍ଯ୍ୟ ନ ରଖିଲେ ଆପଣ କୌଣସି କାମରେ ମଧ୍ୟ ସକ୍ସେସ୍ ହୋଇପାରିବେ ନାହିଁ। ଆଉ ଧୈର୍ଯ୍ୟ ହେଉଛି ଏମିତି ଏକ ଜିନିଷ ଯାହା ମଣିଷ ମନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟକୁ ମଧ୍ୟ ଦୂର କରିଦିଏ। କିନ୍ତୁ କେତେବେଳେ ଏହା ଦୂର କରିଥାଏ? ଯେତେବେଳେ ମନୁଷ୍ୟ ତା'ର ଧୈର୍ଯ୍ୟ ରଖି ଆଗେଇ ଚାଲିବାକୁ ଚେଷ୍ଟା କରିଥାଏ। ତ ବନ୍ଧୁଗଣ, ଯେବେ ମଧ୍ୟ କୌଣସି କାମ କରୁଛନ୍ତି, ତେବେ ସେଥିରେ ଗୋଟିଏ ଧୈର୍ଯ୍ୟ ରହିବା ନିହାତି ଆବଶ୍ୟକ। ତାହେଲେ ଯାଇ ତୁମେ ସେହି କାମରେ ଅନସକ୍ସେସ୍ ନ ହୋଇ ସକ୍ସେସ୍ ହୋଇପାରିବ। ଆଉ ଯଦି ତୁମେ କୌଣସି ଲୋକଙ୍କ କଥା ଶୁଣି ସେହି କାମ କରିବାକୁ ସାହସ ଆଣିପାରୁନାହାନ୍ତି, ତେବେ ଆପଣଙ୍କ ଏହା ଭାବିବା ଭୁଲ ଅଟେ। କାହିଁକି ନା ଲୋକମାନେ ତ 1000 କହିବେ, କିନ୍ତୁ ଶୁଣିବା ବେଳୁ ଶୁଣିବେ ସବୁ 10% ଲୋକ। ତେଣୁ ତୁମେ ଯେଉଁ କାମ ବି କରୁଛ, ସେଥିରେ କାହାକୁ କହିବା ମଧ୍ୟ ଉଚିତ ନୁହେଁ। ଆପଣ ଯଦି କହିଦେବେ ଆଉ ସେଥିରେ ସକ୍ସେସ୍ ନ ହେବେ, ତେବେ ଲୋକମାନେ ତୁମକୁ ବହୁତ ଅପମାନ ଦେବେ ଆଉ ବହୁତ କଥା କହିବେ। ତେଣୁ ମୁଁ ଏହି ଭିଡ଼ିଓରେ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି ଯେ ତୁମେ ଯେଉଁ କାମ ବି କରୁଛ, କାହାକୁ କୁହ ନାହିଁ। ସେ ଯାହା ବି ହେଉ, ଯଦି ତୁମେ ସୋସିଆଲ ମିଡ଼ିଆରୁ କିଛି ପଇସା ବି ଇନକମ୍ କରିବାକୁ ଚାହୁଁଛ ନା, ତେବେ ଏହି କଥା ମଧ୍ୟ
କାହାକୁ କହିବା ଉଚିତ ନୁହେଁ। ଆପଣ ଯଦି କହିଦେବେ ବହୁତ ବଡ଼ ଅସୁବିଧାରେ ମଧ୍ୟ ପଡ଼ିଯିବେ। ଆଉ ଯେତେବେଳେ ବି ସକ୍ସେସ୍ ହେବେ ନା, ସେତେବେଳେ ଆପଣଙ୍କୁ ମଜାକରେ ନେଉଥିବା ଲୋକମାନେ ବି ଜାଣିପାରିବେ ଯେ ଲୋକଟି କେତେ ପାୱାରଫୁଲ୍ ଅଟେ। ଚାଣକ୍ୟ ନୀତିରେ କୁହାଯାଇଛି ଯେ ସିଂହ ଯେତେବେଳେ ଜଙ୍ଗଲରେ ବସବାସ କରୁଥାଏ ସେତେବେଳେ ତା'ର ପାଖାପାଖି ଥିବା କୌଣସି ବି ଦଳ ସହିତ ସେ ବନ୍ଧୁତା ବାନ୍ଧେ ନାହିଁ। ବନ୍ଧୁଗଣ, ଠିକ୍ ସେହିପରି ଚାଣକ୍ୟ କୁହନ୍ତି କି ସବୁବେଳେ ସିଂହଠାରୁ ବଞ୍ଚିବା ଶିଖନ୍ତୁ। ସେ ଯେପରି କୌଣସି ଲୋକଙ୍କ ସହିତ ନ ମିଶି ନିଜ ଶିକାରକୁ ନିଜେ ହିଁ କରିଥାଏ, ଠିକ୍ ସେହିପରି ତୁମର ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ କୌଣସି ବ୍ୟକ୍ତି ଆପଣଙ୍କ ସହିତ ନ ରହିଲେ ତୁମେ ସେହି ପରିସ୍ଥିତିକୁ ସଦା ସର୍ବଦା ଏକା ରହିବାକୁ ହିଁ ସାମ୍ନା କରିବା ଶିଖନ୍ତୁ। ଯାହା ଫଳରେ ଆପଣଙ୍କୁ ଏହି ଦୁନିଆର କେତେ ବଡ଼ ଲୋକ ଆସିଲେ ମଧ୍ୟ ହରେଇ ପାରିବ ନାହିଁ। ଆଉ ଆପଣ ଯଦି ସତ୍କର୍ମ ପଥରେ ଚାଲିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପ୍ରତି ଥିବା ସମସ୍ତ ନିଷ୍ଠା ଏବଂ ପ୍ରାଣ ଆଉ ରାଗ, ଅଭିମାନ ଆଉ ଘୃଣା ଏସବୁକୁ ସାମ୍ନା କରିଦିଅନ୍ତୁ। ଆଉ ନିଜକୁ ଏପରି ଗଢ଼ନ୍ତୁ ଯାହାଫଳରେ ଲୋକ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବାକୁ ଲାଗିବେ ଏହି ଲୋକଟି ଏବେ କ'ଣ ବଦଳିଗଲା। ଆଉ ଯେମିତି ସମୟ ପୋଷାକ ପରି ବଦଳିଥାଏ, ଠିକ୍ ସେହିପରି ତୁମେ ସେହିପରି ବଦଳିବା ଶିଖନ୍ତୁ, ଠିକ୍ ସମୟ ପରି। ତ ସାଙ୍ଗମାନେ, ସମୟ ବି ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଟେ। ଯଦି ଆଜିକା ମଣିଷ କହିବାକୁ ଗଲେ ବହୁତ ଅଜବ ଅଟେ। ସେ ସମୟ କ'ଣ ହିଁ ଜାଣିପାରେ ନାହିଁ ଆଉ ସମୟର ମୂଲ୍ୟ ମଧ୍ୟ ବୁଝିପାରେ ନାହିଁ, ଯାହାଫଳରେ ସେ ଦିନକୁ ଦିନ ବହୁତ ଗର୍ବୀ ଭାବେ ମନୋନୀତ କରେ। ତ ସେହି ବ୍ୟକ୍ତି ବା ତା'ର ଜୀବନରେ କୌଣସି ବି ସକ୍ସେସ୍ ହେବାର ରାସ୍ତା ଦେଖାଦିଏ ନାହିଁ ଆଉ ସେ ଜୀବନ ସାରା ପସ୍ତେଇବାକୁ ଲାଗିଥାଏ। ଆଉ ଗୋଟିଏ କଥା ସାଙ୍ଗମାନେ, ଯେଉଁ ବ୍ୟକ୍ତି ତା'ର କ୍ରୋଧ ସମୟରେ ସବୁ କିଛି କରିଦିଏ ତ ସେହି ବ୍ୟକ୍ତି ତା'ର ଜୀବନରେ କେବେ ମଧ୍ୟ କ୍ରୋଧକୁ କଣ୍ଟ୍ରୋଲ କରିପାରେ ନାହିଁ। ଆଉ ଗୋଟିଏ କଥା ସାଙ୍ଗମାନେ, କ୍ରୋଧ ସମୟରେ ନିଆଯାଇଥିବା ନିଷ୍ପତ୍ତି ଆମକୁ ବହୁତ ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ କରିବାକୁ ଲାଗିଥାଏ। ତ ସାଙ୍ଗମାନେ, ଆଜିର ଏହି ଟପିକଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକର ଭିଡ଼ିଓରେ। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତ ସାଙ୍ଗମାନେ, ମୋର ଆପଣଙ୍କୁ ଆଉ ଗୋଟିଏ ରିକ୍ୱେଷ୍ଟ, ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଲା ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରିକି ରଖିବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ବହୁତ ସାରା ଭଲ ପାଇବା ମଧ୍ୟ ଦିଅନ୍ତୁ। ଜୟ ଜଗନ୍ନାଥ।